ସୁଜିରେ ତ ଆପଣ ବହୁତ ପ୍ରକାର ପିଠା ବନଉଥିବେ ଆଉ ଖାଉଥିବେ। କିନ୍ତୁ ଆଜି ସେଇ ସୁଜିକୁ ନେଇ ଏମିତି କିଛି ବନେଇବା ଯାହାକି ମାର୍କେଟ ଭଳି ଟେଷ୍ଟ ଦେବ ଆଉ ବହୁତ ହେଲ୍ଦି ହେଇଥିବ। ପିଲାଠୁ ନେଇ ବଡ଼ ପର୍ଯ୍ୟନ୍ତ ସମସ୍ତଙ୍କୁ ପସନ୍ଦ ଆସିବ। ଖୁବ୍ ହେଲ୍ଦି ଆଣ୍ଡ ଟେଷ୍ଟି କୋକୋନଟ୍ କୁକିଜ୍। ହ୍ୟାଲୋ ଫ୍ରେଣ୍ଡସ୍, ଜୟ ଜଗନ୍ନାଥ। ତ ଚାଲନ୍ତୁ ରେସିପି ଷ୍ଟାର୍ଟ କରିବା। ସେଥିପାଇଁ ଏଠି ମୁଁ ନେଇଛି 100 ଗ୍ରାମ ବଟର, ଯୋଉଟାକି ରୁମ୍ ଟେମ୍ପରେଚରରେ ଥିଲା। ଖୁବ୍ ନରମ ଅଛି। ତାକୁ ଆମେ ପ୍ରଥମେ ଗୋଟେ ବାଉଲରେ ଦେଇକି ଆସ୍ତେ ଭଲ ଭାବରେ ମିକ୍ସ କରିବା। ଟିକେ ନରମ ହେଇଗଲା ପରେ ସେଥିରେ ଆମେ ଆଡ୍ କରିବା 1/3 କପ୍ ପାଉଡର ସୁଗାର। ମାନେ ସୁଗାରଟାକୁ ଟିକେ ମିକ୍ସର ଜାରରେ ମିକ୍ସ କରିକି ପାଉଡର ବନେଇଦେବା। ପାଉଡର ବନେଇଦେଲେ କ'ଣ ହବ ନା ସୁଗାରଟା ଖୁବ୍ ଶୀଘ୍ର ମେଲ୍ଟ ହେଇକି ବଟରରେ ମିକ୍ସ ହେଇଯିବ। ଏବେ ଭଲ ଭାବରେ ତାକୁ ଆମେ ହୁଇସ୍କ କରିବା ଯେମିତିକି ସେଇଟା ସୁଗାର ଆଉ ବଟର ମିକ୍ସ ହେଇକି ଭଲ ଭାବରେ ଫ୍ଲପି ହେଇଯିବ। ବଟର ଯେତେବେଳେ ଭଲ ଭାବରେ ଫ୍ଲପି ହେଇକି ପୁରା ଫେଣ ଭଳିଆ ହେଇଯିବ, ସେଥିରେ ଆମେ ଆଡ୍ କରିବା ସୁଜି। ଏଠି ମୁଁ 2 କପ୍ ସୁଜି ନେଇଛି। ତାକୁ ଟିକେ ମିକ୍ସର ଜାରରେ ମିକ୍ସ କରିଦେଇଛି, ଯାହାଫଳରେ କି ସେ ଟିକେ ଭଲ ଭାବରେ ଗୁଣ୍ଡ ହେଇଯାଇଛି ବା ଫାଇନ୍ ହେଇଯାଇଛି। ଏବେ ଆମେ ତାକୁ 1/1 କପ୍ କରିକି ମିକ୍ସ କରିବା। ପ୍ରଥମେ ଆଗ 1 କପ୍ ମିକ୍ସ କରିବା, ତାପରେ ନେକ୍ସଟ ପୁଣି ଆର କପ୍ଟା ମିକ୍ସ କରିବା। ସେଗୁଡ଼ାକ ଭଲ ଭାବରେ ସୁଜି ମିକ୍ସ ହେଇସାରିଲା ପରେ ସେଥିରେ ମୁଁ ଆଡ୍ କରିଛି 1 କପ୍ ଡେସିକେଟେଡ୍ କୋକୋନଟ୍। ଡେସିକେଟେଡ୍ କୋକୋନଟ୍ ଯୋଉଟାକି ଯେକୌଣସି ଗ୍ରୋସରୀ ସପ୍ରେ ଆପଣଙ୍କୁ ମିଳିଯାଇପାରିବ। ସେଟାକୁ ଆମେ କୋକୋନଟ୍ ପାଉଡର ବୋଲି କହୁଛୁ। ସେଇଟା ଖୁବ୍ ଆସାନ ତରିକା ସେ ଆପଣ ଯେକୌଣସି ଗ୍ରୋସରୀ ସପ୍ରୁ ଏଇଟା ଆପଣ ଆଣିପାରିବେ। ଡେସିକେଟେଡ୍ କୋକୋନଟ୍ ଏଟା ଦେଲେ ଫ୍ରେଶ୍ କୋକୋନଟ୍ ମଧ୍ୟ ହେଇପାରିବ, କିନ୍ତୁ ସେଥିରେ କ'ଣ ହୁଏ ନା କୁକିଜ୍‌ଟା ବେଶୀ ଦିନ ଆପଣ ତାକୁ ଷ୍ଟୋର୍ କରିପାରିବେନି। ଟିକେ ସେଟା ସ୍ମେଲ୍ ଆସେ। ଏବେ ସେଗୁଡ଼ାକ ଆମେ ଦେଇକି ମିକ୍ସ କରିବା ହାଲକା ହାତରେ। ଏଥିରେ 1 କପ୍ 1 ମିଲ୍କ ନେଇଛି, ମାନେ ଟିକେ ହାଲକା ଗୁନଗୁନା ଉଷୁମ ବାଲା କ୍ଷୀର, ଯୋଉଟାକି ଆମେ ସେଥିରେ ମିକ୍ସ କଲେ। ମିକ୍ସ କରିକି ସେଗୁଡ଼ାକ ଦେଇକି ହାତରେ ଭଲ ଭାବରେ ମିକ୍ସ କରିଦେବା। ତାକୁ ଅଟା ଭଳିଆ ଚକଟିବାନି, ଖାଲି ହାଲକା ହାତରେ ତାକୁ ମିକ୍ସ କରିକି ତାକୁ 10-15 ମିନିଟ୍ ପର୍ଯ୍ୟନ୍ତ ବା 20 ମିନିଟ୍ ପର୍ଯ୍ୟନ୍ତ ଆମେ ତାକୁ ଫୁଲିବା ପାଇଁ ଛାଡ଼ିଦେବା। ସୁଜି ଯେହେତୁ ତେଣୁ ଫୁଲିବା ପାଇଁ ଟିକେ ସମୟ ନେବ, ତେଣୁ ତାକୁ ଢାଙ୍କିକି 10ରୁ 20 ମିନିଟ୍ ପର୍ଯ୍ୟନ୍ତ ତାକୁ ଛାଡ଼ିଦେବା। ଦେଖନ୍ତୁ 20 ମିନିଟ୍ ପରେ ମୁଁ ଦେଖିଦେଉଛି 20 ମିନିଟ୍ ଲାଗିଯାଇଛି ମୋତେ। ପରେ 20 ମିନିଟ୍‌ରେ ମୋ ସୁଜି ପୁରା ଭଲ ଭାବରେ ଫୁଲିଯାଇଛି। ଯଦି ଏଇଠି ହାତରେ ତାକୁ ଏମିତି ବାଇଣ୍ଡ କରିବେ, ଯଦି ଦେଖିଲେ ସେଟା ବାଇଣ୍ଡ ହେଇଯାଉଛି, ତାହେଲେ ଜାଣିବେ ସୁଜି ଭଲ ଭାବରେ ଫୁଲିଛି। ଯଦି ଯଦି ଆପଣଙ୍କୁ ବାଇଣ୍ଡ ହଉନି, ତାହେଲେ ସେଥିରେ ଆଉ 2-3 ଚାମଚ ଆପଣ ମିଲ୍କ ଆଡ୍ କରିବେ। ଏବେ ସେଥିରେ 1 ଚାମଚ ଭ୍ୟାନିଲା ଏସେନ୍ସ ଦେବା। ତାକୁ ଭଲ ଭାବରେ ମିକ୍ସ କରିବା। ଯଦି ଭ୍ୟାନିଲା ଏସେନ୍ସ ଆପଣଙ୍କ ପାଖରେ ନାହିଁ, ତାହେଲେ ହାଫ୍ ଟି ସ୍ପୁନ୍ ଆପଣ ଗୁଜୁରାତି ଗୁଣ୍ଡ ସେଥିରେ ମିଶାଇ ପାରିବେ। ଏବେ ଗୋଟେ ପ୍ଲେଟ୍‌କୁ ଭଲ ଭାବରେ ଘିଅ ହଉ ବା ବଟର ହଉ ଆମେ ସେଥିରେ ଗ୍ରୀସ୍ କରିଦେବା। ସେଥିରେ ଆମେ କୁକିଜ୍ ବନେଇବା। ଏବେ ଯୋଉ ଡୋ ବନେଇନା ଆମେ ରଖିଲେ ସୁଜି ଆଉ ବଟରର, ତାର ଛୋଟ ଛୋଟ ବଲ୍ ଆମେ ତିଆରି କରିବା। ଆଉ ତାକୁ ଏମିତି ଡିଜାଇନ୍ ଦେବା ପାଇଁ ଯୋଉ ଛନ୍ନି ଅଛି, ଯୋଉଥିରେ କି ଆମେ ପୁରୀ କି ପିଠା ଛାଣୁ, ତା ଉପରେ ଆମେ ଏମିତି ପ୍ରେସ୍ କରିଦେଲେ ତା ଉପରେ ଡିଜାଇନ୍ ଆସିଯିବ। ଏବେ ସବୁ ବଲ୍ ଗୁଡ଼ାକ ଏମିତି ଡିଜାଇନ୍ କରିକି ରଖି ସାରିଲା ପରେ, ଯୋଉ କୋକୋନଟ୍ ପାଉଡର ଟିକେ ବଞ୍ଚେଇକିନା ରଖିଥିଲେ, ସେଥିରେ ଏମିତି ତାକୁ କୋଟ୍ କରିଦେବା। କୋଟ୍ କରିଦେଲେ ତା 2 ସାଇଡ୍‌ରେ କୋକୋନଟ୍ ପାଉଡର ଲାଗିଯିବ, ଯୋଉଟାକି ପୁରା ମାର୍କେଟ ଷ୍ଟାଇଲ୍ ଭଳିଆ କୋକୋନଟ୍ କୁକିଜ୍‌ର ଟେଷ୍ଟ ଦେବ ଆଉ ଲୁକ୍ ମଧ୍ୟ ଦେବ। ଏବେ ସବୁଗୁଡ଼ାକ କୋଟେଡ୍ କରିସାରିଲା ପରେ ତାକୁ ଆମେ 10ରୁ 15 ମିନିଟ୍ ପର୍ଯ୍ୟନ୍ତ ଫ୍ରିଜ୍‌ରେ ରଖିଦେବା। ଫ୍ରିଜ୍‌ରେ ରଖିଦେଲେ ସେ ଟିକେ ସେଟ୍ ହେଇଯିବ। ଆଉ ସେଇ ଭିତରେ ଆମେ ଯୋଉ କଡ଼େଇରେ ବେକ୍ କରିବା, ସେ କଡ଼େଇକୁ ଆମେ ପ୍ରି ହିଟ୍ କରିଦେବା। ଯଦି ଓଭନ୍ ଅଛି, ଓଭନ୍‌କୁ ମଧ୍ୟ 180ରେ ଆପଣ ପ୍ରି ହିଟ୍ କରିଦିଅନ୍ତୁ 5 ମିନିଟ୍ ପାଇଁ। ତାପରେ ଫ୍ରିଜ୍‌ରୁ ବାହାର କରିକି ଆଣିକି ପ୍ଲେଟ୍‌କୁ ଆମେ କଡ଼େଇରେ ରଖିବା। କଡ଼େଇ ତଳେ ଗୋଟେ ଛୋଟ ପ୍ଲେଟ୍ କିମ୍ବା ଷ୍ଟାଣ୍ଡ ଗୋଟେ ରଖିଦେଇକି, ତା ଉପରେ କୁକିଜ୍‌ର ପ୍ଲେଟ୍‌କୁ ରଖିକି ଆମେ ଢାଙ୍କିକି 25ରୁ 30 ମିନିଟ୍ ପର୍ଯ୍ୟନ୍ତ ଏକଦମ ଲୋ ଟୁ ମିଡିୟମ୍ ଫ୍ଲେମ୍‌ରେ ଆମେ ବେକ୍ କରିବା। ସେଇ ଏକା ଡୋରେ 2 ପ୍ରକାର କୁକିଜ୍ ବନେଇବା ପାଇଁ ମୁଁ କିଛି ଅଧା ଡୋକୁ ବଞ୍ଚେଇକି ରଖିଥିଲି। ସେଥିରେ 2 ଟିସ୍ପୁନ୍ ଚୋକୋ ପାଉଡର ମିଶେଇ ଦେଇଛି। ଯଦି ଆପଣଙ୍କ ପାଖରେ ଚୋକୋ ପାଉଡର ନାହିଁ, ତାହେଲେ ଯେକୌଣସି ଚକୋଲେଟ୍ ଫ୍ଲେଭରର ବିସ୍କୁଟ୍ 3-4 ପିସ୍ ନେଇକି ତାକୁ ମିକ୍ସର ଜାରରେ ମିକ୍ସ କରିଦେବେ। କୋକୋନଟ୍ ସେଇ ଡୋରେ ମିଶେଇକି ଆଉ 2 ଚାମଚ ମିଲ୍କ ଆଡ୍ କରିକି ମିକ୍ସ କରିଦେବେ। ଆପଣଙ୍କର
ଚୋକୋ ଫ୍ଲେଭରର କୁକିଜ୍ ପାଇଁ ଡୋ ତିଆରି ହେଇଯିବ। ସେଇ ଏକା ପ୍ରୋସେସ୍ ଛୋଟ ଛୋଟ ବଲ୍ ତିଆରି କରିବା। ଯଦି ସେଇଭଳିଆ ଆପଣ ଡିଜାଇନ୍ ମଧ୍ୟ ଦେବାକୁ ଚାହୁଁଛନ୍ତି ତାହେଲେ ଛେନି ଉପରେ ରଖିକି ଡିଜାଇନ୍ କରିଦେଇ ପାରିବେ। ମୁଁ ଏଠି କେବଳ ସିମ୍ପଲ୍ ରଖିକି ତା ଉପରେ ଚୋକୋ ଚିପ୍ସ ଲଗେଇ ଦେଇଛି, ଯାହାଫଳରେ ପିଲାମାନଙ୍କୁ ଟିକେ ଭଲ ଲାଗେ। ଏବେ ସେଇ ଏକା ପ୍ରୋସେସ୍ ପ୍ରଥମେ ଫ୍ରିଜରେ ରଖିଦେବା 10 ମିନିଟ୍, ତାପରେ ତାକୁ ଆମେ 20ରୁ 25 ମିନିଟ୍ ପର୍ଯ୍ୟନ୍ତ ଲୋ ଫ୍ଲେମ୍‌ରେ ବେକ୍ କରିଦେବା। ଏକଦମ ଥଣ୍ଡା ହେଇସାରିଲା ପରେ ତାପରେ ତାକୁ ଆପଣ ରିମୋଟ୍ କରିକି ବାହାର କରିକି ଦେଖିବେ। ଦେଖନ୍ତୁ କେତେ କ୍ରିସ୍ପି ହେଇଛି। ମୁଁ ଭାଙ୍ଗିକି ଦେଖେଇ ଦଉଛି। ଦିଟା ଯାକ କୁକିଜ୍ ଏକା ଡୋରେ ଆପଣ 2 ପ୍ରକାର କୁକିଜ୍ ବନେଇ ପାରିବେ। ଏବେ ତାକୁ ଥଣ୍ଡା ହେଇସାରିଲା ପରେ ଯେକୌଣସି ଗୋଟେ ଏୟାର ଟାଇଟ୍ କଣ୍ଟେନରରେ ଆପଣ ତାକୁ 3ରୁ 4 ସପ୍ତାହ ପର୍ଯ୍ୟନ୍ତ ଷ୍ଟୋର୍ କରିପାରିବେ। କିନ୍ତୁ ଯଦି ଘରେ ପିଲାମାନେ ଅଛନ୍ତି ତାହେଲେ ମାତ୍ର 15 ଦିନରେ କି 10 ଦିନରେ ସାରିଦେବେ। ତେଣୁ ନିଶ୍ଚୟ ବନାନ୍ତୁ। ଯଦି ଭିଡ଼ିଓ ଭଲ ଲାଗିଲା ତାହେଲେ ଲାଇକ୍ କରିବେ, ସେୟାର କରିବେ। ଆଉ ଯଦି ଫାର୍ଷ୍ଟ ଟାଇମ୍ ମୋ ଭିଡ଼ିଓ ଦେଖୁଛନ୍ତି ତାହେଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନେବେ। ଯଦି ଫେସବୁକ୍ ପେଜରେ ଦେଖୁଛନ୍ତି ତାହେଲେ ଫଲୋ ତ ନିଶ୍ଚୟ କରିନେବେ। ତ ଫ୍ରେଣ୍ଡସ୍ କିଛି ନା କିଛି କମେଣ୍ଟସ୍ କରନ୍ତୁ, ଯାହାଫଳରେ କି ମୋତେ ମୋଟିଭେସନ୍ ମିଳିବ। ନେକ୍ସଟ ଗୋଟେ ଏମିତି ବଢ଼ିଆ ଭିଡ଼ିଓରେ ଆପଣମାନଙ୍କ ସାଙ୍ଗରେ ଦେଖାହବ। ସେ ପର୍ଯ୍ୟନ୍ତ ଜୟ ଜଗନ୍ନାଥ।